ଜଗନ୍ନାଥ ବନ୍ଧୁଗଣ, ନବବର୍ଷର ହାର୍ଦ୍ଦିକ ଅଭିନନ୍ଦନ। ନବବର୍ଷରେ ଆପଣ ନବଦିଗନ୍ତ ନେଇକି ଆସନ୍ତୁ ଏଇଭଳିଆ କାମରେ। ବୃଷଭ ରାଶି ଏବଂ କନ୍ୟା ରାଶି, ଦୁଇ ରାଶି ଖାସ୍ ତାଙ୍କ ପାଇଁ ନେଇ ଆସିଛୁ ଏକ କାର୍ଯ୍ୟକ୍ରମ ଭିତ୍ତି। ଆମେ ଏଇଟା ରାଶିଫଳ, ସତର୍କତାର ରାଶିଫଳ ବୋଲି ଏବେ କହୁଛୁ। ଦେଖନ୍ତୁ, ରାଶି ନିଶ୍ଚିତ ଭାବରେ ଆପଣମାନଙ୍କୁ ଏଇଟା ମାନିବାକୁ ପଡ଼ିବ, ନଚେତ୍ ଆପଣମାନଙ୍କର ପ୍ରୋବ୍ଲେମ୍, ବହୁତ କିଛି ପ୍ରୋବ୍ଲେମ୍ ହୋଇପାରେ। କ'ଣ ପାଇଁ ବୃଷ ରାଶିକୁ ଆମେ ଆଣିଲୁ? ପ୍ରଥମେ ଆଲୋଚନା କରିବା ବୃଷ ରାଶି ବିଷୟରେ। ଦେଖନ୍ତୁ, ଜାତକରେ ଆପଣଙ୍କର ଗୋଚର ଫଳରେ ଚନ୍ଦ୍ର ଆପଣଙ୍କର ଲଗ୍ନରେ, ଦେଖନ୍ତୁ ଆପଣ ବହୁତ ବଢ଼ିଆ ଭାବରେ ଉନ୍ନତିମୂଳକ କାର୍ଯ୍ୟ କରିବେ, କିନ୍ତୁ ଆପଣମାନଙ୍କୁ କିଛି କଥା ନିଶ୍ଚିତ ଭାବରେ ଆପଣମାନଙ୍କୁ କିଛି କଥା ମାନିବାକୁ ପଡ଼ିବ। ଶୁକ୍ରାଚାର୍ଯ୍ୟଙ୍କର ରାଶି, ରାହୁ ଆପଣଙ୍କର ଦଶମରେ, ଶନିଙ୍କର ରାଶିରେ ଅର୍ଥାତ୍ କୁମ୍ଭ ରାଶିରେ। ରାହୁ ଆପଣଙ୍କୁ ସପୋର୍ଟ କରିବ, କେତୁ ଆପଣଙ୍କର ଚତୁର୍ଥରେ। ଦେଖନ୍ତୁ, ଆପଣଙ୍କର ଲାଇଫ୍ରେ ବହୁତ କିଛି ଭଲ ଅଛି। ମୁଁ ଯେଉଁଟା କଥା କହିଛି, କ'ଣ ପାଇଁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ଆପଣଙ୍କୁ କହୁଛି। ଫାଷ୍ଟ କଥା, ଆପଣଙ୍କ ଚତୁର୍ଥରେ କେତୁ। କେତୁ ଆପଣଙ୍କ ଘରେ ଆପଣଙ୍କୁ ଡିଟାଚ୍ କରିବ, ଅର୍ଥାତ୍ ଘରର ପରିଜନ, ଘରର ଲୋକ, ଘରର ସଦସ୍ୟଙ୍କ ଠାରୁ ଆପଣଙ୍କୁ ଦୂରେଇ ଯିବାକୁ ଇଚ୍ଛା ହେବ। ଆପଣଙ୍କ ଘରେ ବହୁତ କିଛି ମାଙ୍ଗଳିକ କାର୍ଯ୍ୟ ହେବ, କିନ୍ତୁ ଆପଣ ଇନଭଲ୍ଭ ସେଥିରେ ନ ରହିପାରନ୍ତି। ଅର୍ଥାତ୍ ଗୋଟେ କଥା କହିବାକୁ ଗଲେ, ଆପଣଙ୍କୁ ଏହି ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଆପଣଙ୍କ ଘରେ ଯଦି କୌଣସି ଝଗଡ଼ା ହେଉଛି, କିଛି ହେଉଛି, ଆପଣ ସେସବୁଠୁ ଦୂରେଇ ରୁହନ୍ତୁ। ଆପଣଙ୍କର ପିତାଙ୍କ ସାଥିରେ ଆପଣଙ୍କର ବହୁତ ବଢ଼ିଆ ସମ୍ପର୍କ ରହିବ। ପିତା ଆପଣଙ୍କୁ ଗୁରୁ ଭଳିଆ କାର୍ଯ୍ୟ କରିବେ, କିନ୍ତୁ ଆପଣଙ୍କର ମାତା ଆପଣଙ୍କ ସାଥିରେ ଟିକେ ଦୂରେଇ ଯିବାକୁ ଚେଷ୍ଟା କରିବେ। ଆପଣଙ୍କ ମାତା ଦୂରେଇ ଯିବାକୁ ଚେଷ୍ଟା କରିବେ, ଆପଣଙ୍କ ଭିତରେ କିଛି ନା କିଛି ହେବ ଯେଉଁଥିପାଇଁ ଆପଣ ଦୂରେଇ ଯିବାକୁ ଚାହିଁବେ। ମେ ବି ଆପଣଙ୍କର ପତି ପତ୍ନୀଙ୍କର ପ୍ରୋବ୍ଲେମ୍ ପାଇଁ ଆପଣଙ୍କର ମାଆଙ୍କ ସାଥିରେ ଟିକେ ପ୍ରୋବ୍ଲେମ୍ ହୋଇପାରେ। କିଛି ଏମିତି ଜିନିଷ ଅଛି ଯେଉଁଟାକୁ ନିଶ୍ଚିତ ଭାବେ ଆପଣ କନଫର୍ମ ଆପଣ ଗୋଟେ ଟାଇମ୍ ଏମିତି ଆସିବ ନା, ଆପଣମାନେ କନଫ୍ୟୁଜ୍ ହେଇଯିବେ ଜୀବନରେ କ'ଣ ଚାଲିଛି। ଏଇଟା ଆମେ କହୁଛୁ ସତର୍କତା ପାଇଁ। ଏବଂ ଆଉ ଗୋଟେ ଆପଣଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଆପଣଙ୍କର ଆକ୍ସିଡେଣ୍ଟର ମଧ୍ୟ ଯୋଗ ଅଛି। ନିଶ୍ଚିତ ଭାବରେ ଆକ୍ସିଡେଣ୍ଟ ତତ୍ ସହିତ ଜ୍ୱର କିମ୍ବା ଆପଣଙ୍କୁ ଅନିଦ୍ରା, ଏଇସବୁ ପ୍ରୋବ୍ଲେମ୍ ମଧ୍ୟ ଆପଣଙ୍କୁ ହେବାର ଅଛି। ନିଶ୍ଚିତ ଭାବରେ ଆପଣଙ୍କର ରକ୍ତଜନିତ ପ୍ରୋବ୍ଲେମ୍ ମଧ୍ୟ ହେବାର ଅଛି। ଆମେ କେବଳ ସତର୍କ କରିବା ପାଇଁ ଏଇଟା ଆଣିଛୁ। ନିଶ୍ଚିତ ଭାବରେ ଆପଣଙ୍କର ବ୍ୟୟ ପ୍ରବଳ ହେବ, ଖର୍ଚ୍ଚ ଆପଣଙ୍କର ବହୁତ ପ୍ରବଳ ହେବ। ଆପଣଙ୍କ ଘର ପାଇଁ ଆପଣଙ୍କର ଅଧିକ ଖର୍ଚ୍ଚ ହୋଇପାରେ। ନିଶ୍ଚିତ ଭାବରେ ଆପଣଙ୍କ ପରିବାର ପାଇଁ ଘର ହୋଇପାରେ ଖର୍ଚ୍ଚ, ଆପଣଙ୍କର ଶ୍ୱଶୁର ଘର ପାଇଁ ମଧ୍ୟ ଆପଣଙ୍କର ଖର୍ଚ୍ଚ ହୋଇପାରେ। ତତ୍ ସହିତ ଆପଣଙ୍କର ଇମ୍ପୋର୍ଟାଣ୍ଟ କଥା, ଦଶମରେ ରାହୁ। ଆପଣ ସର୍ବଦା ପଇସା ଇନକମ୍ କରିବାକୁ ଚାହିଁବେ, ବିଲକୁଲ ଆପଣ ଚାହିଁବେ ଇନକମ୍ କେମିତି କରିବେ, ଇନକମ୍ ମଧ୍ୟ କରିବେ, କିନ୍ତୁ କୌଣସି ନା କୌଣସି ଜାଗାରେ ଆପଣ ପଇସା ଇନଭେଷ୍ଟ କରିବାକୁ ଚେଷ୍ଟା କରିବେ, ଯଦ୍ୱାରା ଆପଣଙ୍କର ହାନି ହୋଇପାରେ। ଏହି ହାନିକୁ ରୋକିବା ପାଇଁ ଆପଣଙ୍କୁ ଆମେ ସତର୍କ କରାଉଛୁ ପ୍ରଥମରୁ। ଦେଖନ୍ତୁ, ସତର୍କତାର ଘଣ୍ଟି ଆପଣଙ୍କୁ ଆମେ ବଜାଇ ଦେଉଛୁ। ନିଶ୍ଚିତ ଭାବରେ ଆପଣ କୌଣସି ନା କୌଣସି କାର୍ଯ୍ୟ ଯେତେବେଳେ କରିବେ, ନିଜ ଘର ଲୋକଙ୍କୁ, ପରିବାର, ଆତ୍ମୀୟ ସ୍ୱଜନଙ୍କ ସହିତ ଡିସ୍କସନ୍ କରନ୍ତୁ, ତାପରେ ଆପଣ ସେହି କାର୍ଯ୍ୟ କରିବାକୁ ଯାଆନ୍ତୁ। ଘରେ ଆପଣଙ୍କର ଝଗଡ଼ା ହେବ କ'ଣ ପାଇଁ? ଯଦି ଆପଣ ସବୁବେଳେ ସାଇଲେଣ୍ଟ ହେଇକି ରହିଯିବେ, କାହିଁକି ଝଗଡ଼ା ହେବ? ଆପଣ ସାଇଲେଣ୍ଟ, ଏମିତି ସାଇଲେଣ୍ଟ ହୁଅନ୍ତୁନି ଯେଉଁ ସାଇଲେଣ୍ଟରେ ଆପଣ ଆହୁରି ଝଗଡ଼ାକୁ ପ୍ରବର୍ତ୍ତାଇବେ। ଅର୍ଥାତ୍ କିଏ ଯଦି ଆପଣଙ୍କୁ ଗୋଟେ କିଛି କହିଲେ, ଆପଣ ଆରାମସେ ତା କଥା ଆଲୋଚନା କରିକି ସେଇ ବିଷୟରେ ସେଇ ଦିନ ହିଁ ଆପଣ ସେଇଟାକୁ ଠିକ୍ କରନ୍ତୁ। ନିଶ୍ଚିତ ରାହୁ କେତୁଙ୍କର ଏ ଯେଉଁ ଗୋଟେ ଆପଣଙ୍କର ଚତୁର୍ଥ ଏବଂ ଦଶମ ଘରେ ଅବସ୍ଥିତି, ନିଶ୍ଚିତ ଭାବକୁ 2024ରେ ଆପଣମାନଙ୍କୁ ଗୋଟେ ଅଲଗା ଦିଶାକୁ ନେଇଯିବ। ଏବଂ ଆପଣଙ୍କର ଅଷ୍ଟମ ଘରେ ଶୁକ୍ର, ସୂର୍ଯ୍ୟ, ବୁଧ, ମଙ୍ଗଳଙ୍କର ଯେଉଁ ଜ୍ୟୋତି, ଯେତେବେଳେ ଗୁରୁ ଗୋଚର ହୋଇଥିବେ, ଯେତେବେଳେ ସେ ଟାଇମ୍ ପୂର୍ବରୁ ଆପଣଙ୍କର କିଛି ନା କିଛି ଆକ୍ସିଡେଣ୍ଟାଲ୍ ଯୋଗ ଅଛି। ଏହିସବୁ ଜିନିଷ ଆପଣଙ୍କୁ ସତର୍କତାରେ ଆମେ କରାଉଛୁ। ନିଶ୍ଚିତ ଭାବରେ ଓଂ ଦ୍ରାଂ ଦ୍ରିଂ ଦ୍ରୌଂ ସହ ଶୁକ୍ରାୟ ନମଃ ବୀଜମନ୍ତ୍ର, ଏଇ ଯେଉଁ ଶୁକ୍ରଙ୍କର ନିଶ୍ଚିତ ଭାବରେ ଜପ କରନ୍ତୁ। ଆଉ ଗୋଟେ କଥା ଆଲୋଚନା କରିବା, ଏଇ ତ ଗଲା ଆପଣମାନଙ୍କର ବୃଷ ରାଶିର କଥା। କନ୍ୟା ରାଶି, କନ୍ୟା ରାଶି କାହାଙ୍କର ରାଶି? କନ୍ୟା ରାଶି ଏକ ସୁନ୍ଦର ରାଶି। କନ୍ୟା ରାଶି ହେଉଛି ବୁଧଙ୍କର ରାଶି। ବୁଦ୍ଧି, ସଞ୍ଚାର, ବିଶ୍ଳେଷଣ ଆଉ ତର୍କର ଯେଉଁ ପ୍ରତିନିଧିତ୍ୱ ଯିଏ କରନ୍ତି, ତାଙ୍କୁ ବୁଧଦେବ କୁହାଯାଏ। ବହୁ ବୁଦ୍ଧିମାନ
ଯେଉଁ ବିସ୍ତାର ଉନ୍ମୁଖ କରନ୍ତି ସେମାନେ। ବୁଧଙ୍କୁ ରାଜକୁମାର କୁହାଯାଏ, ବୁଦ୍ଧିର ଦେବତା କୁହାଯାଏ ତାଙ୍କୁ। ବ୍ୟାପାରର କୌଶଳ ଜାଣିଥାନ୍ତି ସିଏ। ତ ନିଶ୍ଚିତ ଭାବେ କନ୍ୟାର ସ୍ୱାମୀ ଗ୍ରହ ବୁଧ। ତ ଏଇଥିପାଇଁ କନ୍ୟା ରାଶି ବାଲା ବହୁତ ବୁଦ୍ଧିମାନ, ବିଶ୍ଳେଷଣାତ୍ମକ, ବ୍ୟବହାର ଢଙ୍ଗରେ କୁଶଳ ହେଇଥାନ୍ତି। ଏସବୁ ବୁଧ ପ୍ରଭାବରେ ହେଇଥାନ୍ତି। କନ୍ୟା ଲଗ୍ନ ଏବଂ କନ୍ୟା ରାଶି କନ୍ୟା ଲଗ୍ନ ମାନେ କନ୍ୟା ଲଗ୍ନ ପାଇଁ ପ୍ରଥମ ଥର ଆଉ 10ମ ଭାବରେ ସ୍ୱାମୀ ହୋଇଥାନ୍ତି। ବ୍ୟକ୍ତିଙ୍କର କ୍ୟାରିୟର ଭାବରେ, କର୍ମ ଭାବରେ ନିଶ୍ଚିତ ଭାବରେ ପ୍ରଭାବିତ କରନ୍ତି ବୁଧ। ଯଦି ଆମେ ବୁଧ ରାଶି ଅର୍ଥାତ୍ କନ୍ୟାଙ୍କ ରାଶି ବିଷୟରେ କହିବା, କନ୍ୟା ରାଶି ବିଷୟରେ କହିବା, 2024 ଆପଣଙ୍କ ପାଇଁ ବହୁତ ସୁଖଦ ପ୍ରଦାନ କରିବ, ବହୁତ ସୁଖଦ। କିନ୍ତୁ ଏହି ଭିଡ଼ିଓଟା ସୁଖଦ ପ୍ରଦାନ ସହିତ ଆପଣମାନଙ୍କୁ ନିଶ୍ଚିତ ଭାବରେ ସତର୍କତାର ଘଣ୍ଟି ବଜାଇବାକୁ ଆସିଛି। ଆପଣଙ୍କୁ କ'ଣ ସତର୍କ କରିବାକୁ ପଡ଼ିବ? ଆପଣଙ୍କର ପରିବାର କ୍ଷେତ୍ରରେ ଆପଣଙ୍କର କାହାର ବୃଦ୍ଧା, ଭ୍ରାତା, ପିତା କିମ୍ବା ମାତାଙ୍କର ଶରୀର ନିଶ୍ଚିନ୍ତ ଭାବରେ ଖରାପ ହୋଇପାରେ। ଶୁକ୍ର, ବୁଧ, ମଙ୍ଗଳ, ସୂର୍ଯ୍ୟ ନିଶ୍ଚିତ ଭାବରେ ଚତୁର୍ବର୍ଗୀ ଗ୍ରହ ଆପଣଙ୍କର ଚତୁର୍ଥ ଘରେ ଅଛନ୍ତି, ନବମ ରାଶିରେ। ଗୁରୁ ମଧ୍ୟ ଆପଣଙ୍କର କର୍ମସ୍ଥାନରେ ଅଛନ୍ତି, ବହୁତ ହି ବଢ଼ିଆ। କିନ୍ତୁ ଆପଣଙ୍କର ଏଇସବୁ ଜିନିଷ ଗୁଡ଼ାକ ନିଶ୍ଚିତ ଭାବରେ ହେଇପାରେ। ସ୍ୱାସ୍ଥ୍ୟଜନିତ ପ୍ରୋବ୍ଲେମ୍ ଘରେ କାହାର ନା କାହାର ନିଶ୍ଚିତ ହେଇପାରେ। ତତ୍ସହିତ ଅନ୍ୟ ଏକ ସତର୍କ ଘଣ୍ଟି ଆମେ ଯଦି ଦେଖିବା, ଆପଣଙ୍କ ପରିବାର କ୍ଷେତ୍ରରେ ଆପଣଙ୍କ ସ୍ତ୍ରୀ ସାଥିରେ ମଧ୍ୟ ଆପଣମାନଙ୍କର କିଛି ପ୍ରୋବ୍ଲେମ୍ ହେଇପାରେ, ଡିଷ୍ଟର୍ବାନ୍ସ ହେଇପାରେ। ନିଶ୍ଚିତ ଭାବରେ 2024ରେ ଆପଣମାନଙ୍କର ଏଇସବୁ ପ୍ରୋବ୍ଲେମ୍ ହେଇପାରେ। ନିଜ ସ୍ତ୍ରୀ ସହିତ ବାକ୍ୟ କୌଶଳ, ବାକ୍ୟରେ ଆପଣଙ୍କର ଏମିତି ଅସଂଯମତା ବାହାରିଯିବ, ଗୋଟେ ବଡ଼ ଇସ୍ୟୁ ହେଇପାରେ, ଯଦ୍ୱାରା ଆପଣମାନଙ୍କର ଶ୍ୱଶୁର ଘରକୁ ମଧ୍ୟ କଥା ଦେଇପାରେ। ଶନି ଆପଣଙ୍କର 7th ରାଶିରେ, ଗୁରୁଙ୍କର ରାଶିରେ 7th ହାଉସ୍ରେ। କିନ୍ତୁ ଗୋଟେ କଥା ହେଉଛି, ଶନି ନିଶ୍ଚିତ ଭାବରେ ଷ୍ଟ୍ରଗଲ୍ ଦେବେ ବାହାଘର କ୍ଷେତ୍ରରେ, ଅର୍ଥାତ୍ ପତ୍ନୀଙ୍କ କ୍ଷେତ୍ରରେ। କିନ୍ତୁ ବେଶୀ ଦିନର ବାଟ ନୁହଁ। ଆପଣମାନଙ୍କୁ ଯେତେବେଳେ ଗୁରୁ ଗୋଚର କରିବି, ଆପଣମାନଙ୍କୁ ଆହୁରି ହେଲ୍ପ ମିଳିଯିବ। ଅଲରେଡ଼ି ଆପଣଙ୍କର ଗୁରୁଙ୍କର ସବୁ ଦୃଷ୍ଟି ମଧ୍ୟ ଅଛି। ଯଦି ଆମେ ଆଉ ଗୋଟେ କଥା ଆଲୋଚନା କରିବା, ରାହୁ ଆପଣଙ୍କର 6ଠ ଘର, ଆପଣଙ୍କର ଶତ୍ରୁ ବହୁତ ବଢ଼ିବେ। ଏଇ ଯେଉଁ ଟାଇମ୍ରେ ଆପଣଙ୍କର ଶତ୍ରୁ ବହୁତ ବଢ଼ିବେ, ଲୁଚି ହେଇଥିବା ଶତ୍ରୁ ବାହାର ହେଇଥିବେ। ଆପଣଙ୍କ ଆଗରେ, ଆପଣଙ୍କ ସାମ୍ନାରେ ଭାଇ କୁଟୁମ୍ବ ଭଳିଆ ବ୍ୟବହାର କରୁଥିବେ, କିନ୍ତୁ ସେଇମାନେ ବାହାରେ ଆପଣଙ୍କ ନାଁରେ ଗପୁଥିବେ। ଆପଣଙ୍କ ନାଁରେ ନିଶ୍ଚିତ ଭାବେ ଗପୁଥିବେ ସେଇ ଭଳିଆ ଯେଉଁ ଶତ୍ରୁମାନେ, ଅର୍ଥାତ୍ ସେଇଭଳିଆ ଯେଉଁ ବିଷଧର ସାପ ଭଳିଆ ଶତ୍ରୁ, ତାଙ୍କଠାରୁ ଆପଣଙ୍କୁ ଦୂରେଇ ରହିବାକୁ ପଡ଼ିବ। ଏବଂ ଆପଣଙ୍କର ବ୍ୟୟ ଭାବରେ କେତୁ, ବ୍ୟୟ ଆପଣଙ୍କର ବହୁତ ହେବ ରୋଗ କ୍ଷେତ୍ରରେ, ପରିବାର କ୍ଷେତ୍ରରେ, ଏବଂ ମଧ୍ୟ ଆପଣଙ୍କର କୌଣସି ନା କୌଣସି ଆପଣଙ୍କ ଘରେ ଆପଣଙ୍କ ପିତାଙ୍କର ଯଦି କିଛି ଅର୍ଜେଣ୍ଟଲି ପଇସା ଦରକାର ଥିବ, କୌଣସି ବା କ୍ଷେତ୍ରରେ ଦେଇକି ହେଉ, ନିଶ୍ଚିତ ଭାବରେ ଆପଣଙ୍କର କ୍ଷତି ହେବ। ତ ମୋଟାମୋଟି କହିବାକୁ ଗଲେ ନିଶ୍ଚିତ ଭାବରେ 2024 ଆପଣଙ୍କ ଆର୍ଥିକ କ୍ଷେତ୍ରରେ ତ ବହୁତ ବଢ଼ିଆ ଆସୁଛି। କିନ୍ତୁ ଏଇ ଯେଉଁ ସତର୍କତା ନିହାତି ଆମେ ଯେଉଁ ଆପଣଙ୍କୁ ଯେଉଁ କହିଲୁ, ଶତ୍ରୁ କ୍ଷେତ୍ରରେ, ଅର୍ଥାତ୍ ଯେଉଁଠି ଝଗଡ଼ା ହେଉଛି ଆପଣ ପଳେଇ ଆସିବାର ଅଛି। ପରିବାର କ୍ଷେତ୍ରରେ ଯଦି କିଛି ବଡ଼ କିଛି ଗୋଟେ ଇସ୍ୟୁ ହେବାକୁ ଯାଉଛି, ଆପଣ ସେଇଟାକୁ କେମିତି ଭଗ୍ନ କରିବାକୁ ଅଛି, ନୁହଁ କି ଆପଣମାନେ ତା ସାଥିରେ ଯୁକ୍ତି କରିବାର ଅଛି। ଏବଂ ନିଶ୍ଚିତ ଭାବରେ ବୁଧଙ୍କର ବୀଜ ମନ୍ତ୍ର ଆପଣ ପାଠ କରନ୍ତୁ। ଓମ୍ ବ୍ରାଂ ବ୍ରିଂ ବ୍ରୌଂ ସହ ବୁଧେୟ ନମଃ। ହନୁମାନଙ୍କର ନିଶ୍ଚିତ ଆରାଧନା କରନ୍ତୁ, ହନୁମାନ ଚାଳିଶା ପଢ଼ନ୍ତୁ, ମହାଦେବ ପାର୍ବତୀଙ୍କର ଆପଣ ଦର୍ଶନ କରନ୍ତୁ। ସମସ୍ତ ଶୁଭ ନିଶ୍ଚିତ ଭାବରେ ଆପଣଙ୍କ ଆଗରେ ପରିଲକ୍ଷିତ ହେବ। ଜୟ ଜଗନ୍ନାଥ।